ଭାରତ ପାକିସ୍ତାନର ଯୁଦ୍ଧ 2026 ମସିହାରେ ହୋଇପାରେ, ସତର୍କ କରାଇଲା ଆମେରିକା ରିପୋର୍ଟ। ପରମାଣୁ ସାମର୍ଥ୍ୟ ଯୋଗୁଁ ଯୁଦ୍ଧ ଭୟାନକ ହୋଇପାରେ। କାଶ୍ମୀରରେ ଆତଙ୍କୀ ଉତ୍ପାଦ ହେବ ଯୁଦ୍ଧର କାରଣ। ଉଭୟ ରାଷ୍ଟ୍ର ଅସ୍ତ୍ର କିଣାରେ ବ୍ୟସ୍ତ ରହିଛନ୍ତି। ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ନୂଆ ଆସିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ, କମେଣ୍ଟ ମଧ୍ୟ କରିବେ। 2026ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇପାରେ। କାଶ୍ମୀରର ଆତଙ୍କୀ କାର୍ଯ୍ୟକଳାପ ହିଁ ଯୁଦ୍ଧର କାରଣ ହେବ। କେବଳ ସେତିକି ନୁହେଁ, ଦୁଇ ଦେଶ ଅସ୍ତ୍ର କ୍ରୟ ବଢ଼ାଇବାରେ ଲାଗିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ର କ୍ରୟ ବଢ଼ିଥିବାରୁ ଉତ୍ତେଜନା ବଢ଼ିପାରେ ବୋଲି ରିପୋର୍ଟ ଦର୍ଶାଉଛି। ମୁଖ୍ୟତଃ ଚୀନ ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ ପାକିସ୍ତାନ ଏବେ ଯୁଦ୍ଧ ବିମାନ ସଂଖ୍ୟା ବଢ଼ାଇବା ପାଇଁ ସବୁ ଶକ୍ତି ଲଗାଇ ଦେଇଛି। ଭାରତ ମଧ୍ୟ ପ୍ରତିରକ୍ଷା ବଜେଟ୍ ବଢ଼ାଇ ଅତ୍ୟାଧୁନିକ ଅସ୍ତ୍ର କ୍ରୟ କରୁଛି ଏବଂ ଖୁବ୍ କମ୍ ସମୟ ଲକ୍ଷ୍ୟ ହାସଲ ରଣନୀତିରେ କାମ କରୁଛି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରିପୋର୍ଟ ମୁତାବକ ପହଲଗାମ ଆକ୍ରମଣ ପରେ ଭାରତର ଅପରେସନ୍ ସିନ୍ଦୁର ଭଳି ଘଟଣା ଆଗାମୀ ବର୍ଷ ପୁନରାବୃତ୍ତି ହେଲେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ରହିଛି। କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପାକିସ୍ତାନ ଲଗାତାର ପ୍ରୋତ୍ସାହିତ କରୁଛି। ଏହାକୁ ଭାରତ ଅଧିକ କାଳ ବରଦାସ୍ତ କରିବ ନାହିଁ। ଅର୍ଥନୈତିକ ସଙ୍କଟ ସତ୍ତ୍ୱେ ପାକିସ୍ତାନର ଅସ୍ତ୍ର କ୍ରୟ ଜାରି ରଖିବା ତାର ମନ୍ଦ ଉଦ୍ଦେଶ୍ୟକୁ ସୂଚାଉଛି। ଚୀନ ସହ କେତେକ ଗୁପ୍ତ ବୁଝାମଣାରେ ପାକିସ୍ତାନ ଏବେ ଅସ୍ତ୍ର ହାସଲ କରୁଛି ଏବଂ ଭାରତ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି। ରିପୋର୍ଟ ଅନୁସାରେ ଦୁଇ ଦେଶ ପରମାଣୁ ସାମର୍ଥ୍ୟ ଯୋଗୁଁ ଯୁଦ୍ଧର ପରିଣାମ ଭୟଙ୍କର ହେବ। ତେବେ ଅପରେସନ୍ ସିନ୍ଦୁର ପରେ ଯୁଦ୍ଧ ବିରତି ଭଳି ଘଟଣା ପ୍ରମାଣିତ ହେଉଛି ଯେ କୂଟନୈତିକ ଚେଷ୍ଟା ଦ୍ୱାରା ଉତ୍ତେଜନା ନିୟନ୍ତ୍ରଣ କରାଯାଇପାରେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ ମଧ୍ୟ କରିବେ। ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ହୋଇଥିଲେ ମଧ୍ୟ ପରସ୍ପର ପ୍ରତି ଘୋର ଅବିଶ୍ୱାସ ସ୍ଥିତି ଜାରି ରହିଛି। ପାକିସ୍ତାନ ଆତଙ୍କବାଦୀକୁ ସମର୍ଥନ ଜାରି ରଖିଛି ଓ ଭାରତ ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ